ଶ୍ରାବଣ ପୂର୍ଣ୍ଣିମାରେ ଏହା କଲେ ଦାମ୍ପତ୍ୟ ଜୀବନ ଖୁସି ହୁଏ। ସନାତନ ଧର୍ମରେ ପୂର୍ଣ୍ଣିମାର ପ୍ରତ୍ୟେକ ମାସରେ ବହୁତ ଉତ୍ସାହର ସହିତ ପାଳନ କରାଯାଏ। ପୂର୍ଣ୍ଣିମା ତିଥି ପ୍ରତ୍ୟେକ ମାସର ଶୁକ୍ଳ ପକ୍ଷର ଚତୁର୍ଥୀ ତିଥିରେ ପରଦିନ ପଡ଼େ। ଏଇଥର ଶ୍ରାବଣ ପୂର୍ଣ୍ଣିମା ପର୍ବ 19 ଅଗଷ୍ଟରେ ପଡ଼ୁଛି। ଏହି ଦିନ ରକ୍ଷାବନ୍ଧନ ମଧ୍ୟ ପଡ଼େ। ଏହି ପର୍ବ ଭାଇ ଏବଂ ଭଉଣୀର ପ୍ରେମକୁ ପ୍ରତୀକ କରେ। ଶ୍ରାବଣ ମାସ ଶୁଭ ଅବସରରେ ଜଗତର ରକ୍ଷକ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କୁ ପୂଜା କରାଯାଏ। ଏହା ବ୍ୟତୀତ ଜୀବନର ଦୁଃଖରୁ ମୁକ୍ତି ପାଇବା ପାଇଁ ବ୍ରତ ମଧ୍ୟ ପାଳନ କରାଯାଏ। ଏହା ବ୍ୟତୀତ ବିଶେଷ ଜିନିଷ ଦାନ କରି ସନ୍ଧାନକାରୀ ଜୀବନ ସର୍ବଦା ସୁଖରେ ପରିପୂର୍ଣ୍ଣ ହୋଇଥାଏ। ଆସନ୍ତୁ ଜାଣିବା ଶ୍ରାବଣ ପୂର୍ଣ୍ଣିମାରେ କେଉଁ ଜିନିଷ ଦାନ କରିବା ଉଚିତ। ପଞ୍ଚାଙ୍ଗ ଅନୁଯାୟୀ ଶ୍ରାବଣ ପୂର୍ଣ୍ଣିମା ଅଗଷ୍ଟ 19ରେ ଆରମ୍ଭ ହେବ ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ ଏବଂ ଅଗଷ୍ଟ 19ରେ ରାତି 11:55ରେ ଶେଷ ହେବ। ସନାତନ ଧର୍ମରେ ସୂର୍ଯ୍ୟ ଉଦୟର ତାରିଖ ଗଣନା କରାଯାଏ। ତେଣୁ ଶ୍ରାବଣ ପୂର୍ଣ୍ଣିମା 19 ଅଗଷ୍ଟରେ ପାଳନ କରାଯିବ। ଭାଇ ଏବଂ ଭଉଣୀ ମଧ୍ୟରେ ଥିବା ପ୍ରେମକୁ ପ୍ରତୀକ କରୁଥିବା ରକ୍ଷାବନ୍ଧନ ପୂର୍ଣ୍ଣିମାରେ ପାଳନ କରାଯାଏ। ଶ୍ରାବଣ ପୂର୍ଣ୍ଣିମାରେ କ'ଣ ଦାନ କରିବେ? ସନାତନ ଧର୍ମରେ ଯେକୌଣସି ଉତ୍ସବରେ ବିଶେଷ ଜିନିଷ ଦାନ କରାଯିବାର ଅଧିକ ଗୁରୁତ୍ୱ ରହିଛି। ଯଦି ଆପଣ ଜୀବନରେ ଦୀର୍ଘ ସମୟ ଧରି ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି ତେବେ ଶ୍ରାବଣ ପୂର୍ଣ୍ଣିମାରେ କ୍ଷୀର ଏବଂ ଦହି ଦାନ କରନ୍ତୁ। ବିଶ୍ୱାସ କରାଯାଏ ଯେ ଏହି ଜିନିଷ ଦାନ କଲେ ଚନ୍ଦ୍ର ଅଧିକ ଶକ୍ତିଶାଳୀ ହୁଏ ଏବଂ ବ୍ୟକ୍ତି ଅଧିକ ସଙ୍କଟରୁ ମୁକ୍ତି ପାଏ। ମାନସିକ ଚାପରୁ ମଧ୍ୟ ଆରାମ ପ୍ରଦାନ ମିଳିଥାଏ। ଯଦି ଆପଣ ବିବାହିତ ଜୀବନରେ ସୁଖ ଚାହାନ୍ତି ତେବେ ଶ୍ରାବଣ ପୂର୍ଣ୍ଣିମାରେ ବିବାହିତ ମହିଳାମାନଙ୍କୁ ଶୃଙ୍ଖଳା ଜିନିଷ ଦାନ କରନ୍ତୁ। ଏକ ଧାର୍ମିକ ବିଶ୍ୱାସ ଅଛି ଯେ ଏହା କରିବା ଦ୍ୱାରା ଧନ ଦେବୀ ଲକ୍ଷ୍ମୀ ଖୁସି ହେବେ ଏବଂ ବ୍ୟକ୍ତିଗତର ଦାମ୍ପତ୍ୟ ଜୀବନ ସଦାସର୍ବଦା ଖୁସିରେ ରହିବ। ଶ୍ରାବଣ ପୂର୍ଣ୍ଣିମା ଦିନ ସକାଳେ ଉଠ ଏବଂ ଭଗବାନ ଏବଂ ଦେବୀଙ୍କର ଆଗରେ ଧ୍ୟାନ କରି ଦିନ ଆରମ୍ଭ କର। ଏହାପରେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କୁ ପ୍ରକୃତ ହୃଦୟରୁ ପୂଜା କରନ୍ତୁ। ଶେଷରେ ଗରିବ ଲୋକଙ୍କୁ ପୋଷାକ ଏବଂ ଖାଦ୍ୟ ଦାନ କରନ୍ତୁ। ଏହା ସହିତ ବ୍ୟକ୍ତି ଧନ ଲାଭ କରିବ ଏବଂ ଜୀବନରେ ଅର୍ଥ ଅଭାବର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।